ଏବେ ଆସୁଛି ଅକ୍ଟୋବରରେ ଦୁଇଟି ମହାବାତ୍ୟା। ସେହି ଅକ୍ଟୋବର ସେହି ଭୟ। ଅକ୍ଟୋବର ମାସ ଆସିଲା ମାତ୍ରକେ ମନରେ ବାତ୍ୟା ଭୟ ଆସିବା ସ୍ୱାଭାବିକ। 1999 ମସିହା ମହାବାତ୍ୟାକୁ ଏହାରି ଭିତରେ 26 ବର୍ଷ ବିତିଗଲାଣି, କିନ୍ତୁ ଏମିତି କିଛି ଦିନ ନାହିଁ ଅକ୍ଟୋବର ଯେଉଁଥିରେ ବାତ୍ୟା ଭୟ ଆସିନଥିବ। ଏବେ ଅକ୍ଟୋବର ଚାଲିଥିବାରୁ ପୁଣି ସେଭଳି କିଛି ଆଶଙ୍କା ଦେଖାଦେଇଛି। ଆମେରିକାର GSF ମଡେଲ ସେମିତି କିଛି ଆକଳନ କରୁଛି, ଅର୍ଥାତ୍ ଅକ୍ଟୋବରରେ ଦୁଇଟି ବଡ଼ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଯଦିଓ ଏନେଇ ଚିତ୍ର ଏବେ କିଛି ସ୍ପଷ୍ଟ ହୋଇନାହିଁ, କିନ୍ତୁ ସମ୍ଭାବନାକୁ ଏଡ଼େଇ ଯାଇ ହେବନି। 1999 ମସିହା ଅକ୍ଟୋବର ମାସ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଦୁଇଟି ଶକ୍ତିଶାଳୀ ମହାବାତ୍ୟା। ଗୋଟିଏ ଅକ୍ଟୋବର 17ରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ସ୍ଥଳଭାଗ ଛୁଇଁଥିଲା। ପରବର୍ତ୍ତୀ ଖବର, ନିରାଶ କଲେ ଭାରତର ଦୁଇ ମହାନ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲି। ଆଜିଠୁ ପର୍ଥରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ ଶୃଙ୍ଖଳା ଆରମ୍ଭ ହୋଇଥିବା ବେଳେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି ବିରାଟ ଓ ରୋହିତ। ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆରମ୍ଭରୁ ଭାରତୀୟ ଦଳ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଏବେ ପରବର୍ତ୍ତୀ ଖବର ଉପରେ ଯିବା। ବାଣ ବେପାର ପାଇଁ ପ୍ରସିଦ୍ଧ ଜଟଣୀ ସହର ଦୀପାବଳି ପୂର୍ବରୁ ଚଳଚଞ୍ଚଳ ହୋଇଉଠିଛି। ଉଭୟ ପାଇକାରୀ ଓ ଖୁଚୁରା ବାଣ ବେପାରୀମାନଙ୍କ ବେପାର ଜମି ଆସିଲାଣି। ଚଳିତ ବର୍ଷ ଖୁଚୁରା ବେପାରୀଙ୍କ ପାଇଁ ଶରତ ପାଇକରା ଷ୍ଟାଡିୟମ ଖୋଲିଛି ବାଣ ବଜାର। ସେଠାରେ ପାଖାପାଖି 105 ଜଣ ବେପାରୀଙ୍କ ଷ୍ଟଲ୍ ଖୋଲିଛି। ସେଭଳି ଇନୋଭ୍ୟାଲିନ୍ ଥାନା ଅଞ୍ଚଳର ବେପାରୀଙ୍କ ପାଇଁ ତଲଖେତା ଜଟଣୀ ରାସ୍ତା କଡ଼ରେ ବି ବାଣ ବଜାର ଖୋଲିଛି, ଯେଉଁଠି 24 ଜଣଙ୍କୁ ଲାଇସେନ୍ସ ମିଳିଛି। ମଜାର କଥା ହେଉଛି, ଏ ବର୍ଷ ବାଣ ବଜାରରେ ଅପରେସନ୍ ସିନ୍ଦୁରର ମାହୋଲ ଦେଖିବାକୁ ମିଳୁଛି। ଏଥର ବଜାରକୁ ହେଲିକପ୍ଟର, ଡ୍ରୋନ୍ ଭଳି କିଛି ନୂଆ ପ୍ରକାରର ବାଣ ଆସିଥିବାରୁ ଗ୍ରାହକମାନେ ଅପରେସନ୍ ସିନ୍ଦୁର ଆଲୋଚନା କରି ସେହି ସବୁ ବାଣ ବେଶୀ ପରିମାଣରେ କିଣି ନେଉଛନ୍ତି। ଯୁବପିଢ଼ିଙ୍କ ଭିତରେ ସେସବୁ ବାଣ କିଣିବାକୁ ବେଶୀ ଆଗ୍ରହ ଦେଖିବାକୁ ମିଳୁଛି। ଏବେ ଆସନ୍ତୁ ପରବର୍ତ୍ତୀ ଖବର ଉପରେ ଯିବା। ଆଲୋକ ପର୍ବ ଦୀପାବଳି ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଛୁଟି ଘୋଷଣା କରିଛନ୍ତି ସରକାର। ଆସନ୍ତା ସୋମବାର ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି। ସେହିପରି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଦୀପାବଳି ପାଇଁ ସରକାରୀ ଛୁଟି ଘୋଷଣା କରିଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଦୀପାବଳି ଅବସରରେ ଆସନ୍ତା ସୋମବାର ଓ ମଙ୍ଗଳବାର ଦୁଇ ଦିନ ବା ଅକ୍ଟୋବର 20 ଏବଂ 21 ତାରିଖରେ ସମସ୍ତ କଲେଜ ଛୁଟି ରହିବ। ମାତ୍ର ନୂଆପଡ଼ା ଜିଲ୍ଲାରେ ଉପନିର୍ବାଚନ ଥିବାରୁ ଏହି ନିୟମ ଲାଗୁ ହେବ ନାହିଁ। ଏବେ ପରବର୍ତ୍ତୀ ଖବର, ସାରଳା ସାହିତ୍ୟ ସଂସଦ ପକ୍ଷରୁ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ 125ତମ ଜନ୍ମବାର୍ଷିକ ଉତ୍ସବ ପାଳିତ ହୋଇଛି। ସଂସଦର ପ୍ରତିଷ୍ଠାତା ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡକ୍ଟର ହରିବାବୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ନବ ଓଡ଼ିଶା ନିର୍ମାଣରେ ହରେକୃଷ୍ଣ ମହତାବଙ୍କ ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ। ଦେଶର ମୁକ୍ତି ସଂଗ୍ରାମରେ ମହତାବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ ଥିଲେ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ। ଉତ୍ସବରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଐତିହାସିକ ପ୍ରଫେସର ଖାରବେଳ ମହାନ୍ତି, ସମ୍ମାନିତ ଅତିଥି ଭାବେ ଲୋକସଭା ସଦସ୍ୟ ଡକ୍ଟର ଭର୍ତ୍ତୃହରି ମହତାବ, କବି ପ୍ରସନ୍ନ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏବେ ଆସନ୍ତୁ ପରବର୍ତ୍ତୀ ଖବର ଉପରେ ଯିବା। ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍। 18,000 ଟଙ୍କା ବୃତ୍ତି ପାଉଥିଲେ ସୁଭଦ୍ରା ପାଇଁ ଅଯୋଗ୍ୟ ହେବେ ଛାତ୍ରୀ। କୌଣସି ଛାତ୍ରୀଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ 1000 କିମ୍ବା ଏହାଠାରୁ ଅଧିକ ଟଙ୍କା ଆର୍ଥିକ ସହାୟତା ମିଳୁଛି କି? ଯଦି ଆପଣ ଏପରି ସରକାରୀ ସହାୟତା ପାଉଥିବେ, ତେବେ ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିବେ। ଏନେଇ ଦୁଇ ବିଭାଗରୁ ରିପୋର୍ଟ ମାଗିଲା ମହିଳା ଓ ଶିଶୁ ବିକାଶ ବିଭାଗ, ଉଚ୍ଚଶିକ୍ଷା ବିଭାଗ ଓ ଅନୁସୂଚିତ ଜାତି ଜନଜାତି ଓ ସଂଖ୍ୟାଲଘୁ ବିଭାଗ ସଚିବଙ୍କୁ ପତ୍ର ଲେଖିଛି ବିଭାଗ। ସୁଭଦ୍ରା ନିୟମାବଳୀ ଅନୁସାରେ ଏହି ଯୋଜନା ଅଧୀନରେ ଯୋଗ୍ୟ ହେବା ପାଇଁ ହିତାଧିକାରୀଙ୍କ ବୟସ 21 ବର୍ଷ କିମ୍ବା ତାହାଠାରୁ ଅଧିକ ଏବଂ 60 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ। ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ଅଧୀନରେ ଯଦି ବାର୍ଷିକ 18,000 ଟଙ୍କା କିମ୍ବା ତାହାଠାରୁ ଅଧିକ ଅର୍ଥ ସହାୟତା ଗ୍ରହଣ କରୁଥିବେ, ତେବେ ସେ କ୍ଷେତ୍ରରେ ସମ୍ପୃକ୍ତ ମହିଳା ଅଯୋଗ୍ୟ ଘୋଷିତ ହେବେ। ଏବେ ପରବର୍ତ୍ତୀ ଖବର, ଅପରେସନ୍ ସିନ୍ଦୁର ପରେ ଭାରତ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ପାଇଁ ପ୍ରାୟ 4,000 କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଦିନ ଘୋଷଣା କରିଛନ୍ତି ଯେ ବ୍ରହ୍ମୋସ ଏରୋସ୍ପେସ୍ ପ୍ରାୟ
4000 କୋଟି ଟଙ୍କାର ଦୁଇଟି ପ୍ରମୁଖ ରପ୍ତାନି ଚୁକ୍ତି ସ୍ୱାକ୍ଷର କରିଛି। ରିପୋର୍ଟ ଅନୁଯାୟୀ ଦୁଇଟି ଅଜଣା ଦେଶ ସହିତ ଦୁଇଟି ଚୁକ୍ତି ହୋଇଛି। ଦୁଇ ଦେଶର ନାମ ପ୍ରକାଶ କରାଯାଇନାହିଁ, ତଥାପି ଏହି ଚୁକ୍ତିକୁ ଐତିହାସିକ ବୋଲି ବିବେଚନା କରାଯାଉଛି। ଆଶ୍ଚର୍ଯ୍ୟଜନକ ଭାବରେ ପାକିସ୍ତାନ ବିରୁଦ୍ଧରେ ଭାରତର ଅପରେସନ୍ ସିନ୍ଦୁର ପରେ ଏହି ଦୁଇ ଦେଶ ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ଚୁକ୍ତି କରିଥିଲେ। ଲକ୍ଷ୍ନୌରେ ନୂତନ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିର୍ମାଣ କାରଖାନାର ପ୍ରଥମ ବ୍ୟାଚ୍ ପାଇଁ ଫ୍ଲାଗ୍ ଅଫ୍ ଉତ୍ସବରେ ଭାଷଣ ଦେଇ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତର ରଣନୀତିରେ ପରିବର୍ତ୍ତନ ଘୋଷଣା କରିଥିଲେ। ଏବେ ପରବର୍ତ୍ତୀ ଖବର, ନିର୍ବାଚନକୁ ସରଗମ ଅଛି ପରିବେଶ। ଆଉ ଏହାରି ଭିତରେ ଆଜି ଲାଲୁ ଯାଦବଙ୍କ ଘର ବାହାରେ ଦେଖିବାକୁ ମିଳିଛି କିଛି ରୋଚକ ଦୃଶ୍ୟ। ଟିକେଟ୍ ନ ପାଇବାରୁ ଜଣେ ଆର୍ଜେଡି ନେତା ବୋ ବୋହି କାନ୍ଦିବା ସହିତ ରାସ୍ତା କଡ଼ରେ ଗଡ଼ି ଯାଉଛନ୍ତି। ତେବେ ଏ ନେତା ଜଣକ ହେଉଛନ୍ତି ମଦନ ଶାହା। ମିଳିଥିବା ସୂଚନା ମୁତାବକ ମଦନ ଶାହା ମଧୁବନ ବିଧାନସଭା ଆସନରୁ ଆଶାୟୀ କିନ୍ତୁ ତାଙ୍କୁ ଆର୍ଜେଡି ଟିକେଟ୍ ନ ଦେବାରୁ ସେ ହଠାତ୍ ଲାଲୁ ଯାଦବଙ୍କ ଘର ଆଗରେ ନିଜର ଡ୍ରେସ୍ ଫାଡ଼ି ଭୋ ଭୋଇ କାନ୍ଦୁଛନ୍ତି। ଏହି ଭିଡ଼ିଓଟା ସୋସିଆଲ ମିଡ଼ିଆରେ ବହୁତ ଭାବରେ ଭାଇରାଲ ହେଉଛି। ଏବେ ପରବର୍ତ୍ତୀ ଖବର, ଆଖିର ପଲକ ନିଦର ମୂଲ୍ୟ ଦେବାକୁ ପଡ଼ିଲା 15 ଜଣଙ୍କୁ। ଶୋଇପଡ଼ିଲା ଡ୍ରାଇଭର, ବ୍ରିଜ୍ ଉପରୁ 50 ଫୁଟ ତଳକୁ ଖସି ପଡ଼ିଥିଲା ବସ୍। ଏହି ଘଟଣାଟି ହେଉଛି ମଧ୍ୟପ୍ରଦେଶ ଖାରଘୋନଠାରେ, ଯେଉଁଠିକି ସର୍ବାଧିକ 45 ଜଣ ଲୋକମାନେ ଯାତ୍ରା କରୁଥିଲେ। କେହି ବାହାରିଥିଲା ବନ୍ଧୁବାନ୍ଧବଙ୍କୁ ଦେଖିବାକୁ ତ ଆଉ କିଛି ଲୋକ ବସ୍ରେ ବସିଥିଲେ ଘର ଲୋକଙ୍କୁ ଦେଖା କରିବାକୁ। ସୂଚନା ଅନୁସାରେ ସେହି ବସ୍ରେ ଛାତ୍ରଛାତ୍ରୀମାନେ ମଧ୍ୟ ମହାବିଦ୍ୟାଳୟ ଅଭିମୁଖେ ବାହାରି ପଡ଼ିଥିଲେ, ମାତ୍ର କିଏ ବି ପହଞ୍ଚି ନଥିଲେ ଲକ୍ଷ୍ୟସ୍ଥଳକୁ। ଡ୍ରାଇଭରଙ୍କର ପଲକ ନିଦ ସମସ୍ତଙ୍କ ଲକ୍ଷ୍ୟପଥକୁ ଉଭାଇ ଦେଇଥିଲା। ଏହି ଭୟଙ୍କର ଦୁର୍ଘଟଣା ଘଟିବା ବୋଲି କେହି ମନେ କରିନଥିଲେ। ପରବର୍ତ୍ତୀ ଖବର, ସୂଚନା ମୁତାବକ ଗତକାଲି ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱର ରାଜଧାନୀର ରାସ୍ତାମାନଙ୍କର ପରିସ୍ଥିତି ଅତି ଭୟଙ୍କର ହୋଇଛି। ଜଣାପଡ଼ୁନି ରାସ୍ତା କେଉଁଠି ଫୁଟଫାଟ ହେଉଛି। ରାସ୍ତାରେ ଯାତାୟାତ କରିବା ଜନସାଧାରଣଙ୍କ ପକ୍ଷରେ ଅସମ୍ଭବ ହେଉଛି। ମଙ୍ଗଳବାର ଦିନ ହୋଇଥିବା ବର୍ଷା ଭୁବନେଶ୍ୱର ଲୋକଙ୍କ ଘରକୁ ଅଧା ବୁଡ଼ାଇ ଦେଇଛି, ଯାହାଫଳରେ ଲୋକମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି। ରନ୍ଧାରନ୍ଧି କରିବା ମଧ୍ୟ ଖାଇବା ଅସୁବିଧା ହେଉଛି। ତେବେ କିଛି ଦିନରୁ ଏଭଳି ପରିସ୍ଥିତି ଭୁବନେଶ୍ୱରରେ ଉପୁଜିଥିବା ବେଳେ ତାଙ୍କ ପାଖକୁ ବିଏମ୍ସିର କୌଣସି ସାହାଯ୍ୟ ନ ଆସିବାରୁ ଲୋକେ ଅସନ୍ତୋଷ ଜଣାଇଛନ୍ତି। ଜଣେ ମହିଳା କାନ୍ଦି କାନ୍ଦି ନିଜର ସ୍ଥିତିକୁ ବଖାଣୁଛନ୍ତି କି ତାଙ୍କର ଆଣ୍ଠୁଏ ଯାଏ ପାଣି ପଶିଛି। ଶୋଇଥିବା ବେଳେ ହଠାତ୍ ନଦୀ ନର୍ଦ୍ଦମା ପାଣି ଘର ଭିତରକୁ ପଶି ଆସିଛି, ଯାହାଫଳରେ ରାତିସାରା ପାଣି ସେ କାଢ଼ିବାରେ ଲାଗିଛନ୍ତି।